জাতীয় রাজপথ নম্বর 57 মর্যাদপুর নিকট সালুঙ্কি পোলরে বাহারি এক লুহাদণ্ড যানবাহন চালকଙ୍କ ପାଇଁ ବିପଦ ପାଲଟିଥିବା ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲ ଓ ତାକୁ ସଂଲଗ୍ନ କରୁଥିବା ରାସ୍ତା ମଝିରେ ଥିବା ଫାଙ୍କରେ ଏକ ଲୁହାଦଣ୍ଡ ଦିଆଯାଇଥିବା ବେଳେ ମଝିରୁ ଲୁହାଦଣ୍ଡଟି ଭାଙ୍ଗି ରାସ୍ତା ଉପରକୁ ଉଠି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଦୁଇଚକିଆ ଓ ଚାରିଚକିଆ ଯାନବାହନଗୁଡ଼ିକ ରାସ୍ତା ମଝିରେ ଉପରକୁ ଉଠିଥିବା ଲୁହାଦଣ୍ଡ ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। କୌଣସି ସ୍ଥାୟୀ ମରାମତି ନକରି ଜାତୀୟ ରାଜପଥ ବିଭାଗ ଲୁହା ଉପରେ ପିଚୁ ଢଳେଇ କରି କାମ ଚଳାଇ ଦେଉଛି। ଫଳରେ ଭାରୀ ଯାନବାହନ ଯାଇ ପୁଣି 2 ଦିନରେ ବିପଜ୍ଜନକ ଅବସ୍ଥାକୁ ଚାଲି ଆସୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମତାମତ ନେବା ପାଇଁ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ବ୍ରିଜ ତ ଏକରେ ମାନେ ଅପଡାଉନ ହେଇକିନା ଯେ ହମ୍ସ ଟାଇପ୍ର ଅଛି, ଦ୍ୱିତୀୟରେ ତା ପ୍ଲେଟ୍ ବାହାରିକି ମଝିରେ ଆଉ ଗୋଟେ ବାହାରିଥିଲା, ଏବେ ଏଇଟା ବି ବାହାରିଛି। ଯେତିକି ବିପଦ ହେଉଛି ଆମେ ଗାଡ଼ି ଯିବାରେ ଆସିବାରେ ଆକ୍ସିଡେଣ୍ଟ ହେଉଛି, ବହୁତ ଗୋଟେ ପ୍ରକାର ଲୋକ ବି ତାର ଉପରେ ପଡ଼ିକିନା ମୃତ୍ୟୁ ମୁଖର ସମ୍ମୁଖୀନ ହୋଇଛନ୍ତି। এই ବ୍ରିଜର ତୁରନ୍ତ ମରାମତି ଯାଇଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ଯାହା ହେବା ସେଥିଲାଗି କର୍ତ୍ତୃପକ୍ଷ ଦାୟୀ ରହିବେ। 2 ବର୍ଷ ତଳେ ଏଇ ସାଲୁଙ୍କି ନଦୀ ଉପରେ ଏଇ ପୋଲଟି ନିର୍ମାଣ ହୋଇଥିଲା। ଆଉ ଏହାର ଏପ୍ରୋଚ୍ ରୋଡ୍ ଏପରି ନିମ୍ନମାନର କାମ ହୋଇଥିଲା ଯେ ସେଟା ନିର୍ମାଣ ପରେ ମାସେ ପରେ ପୁରା ଉଠି ଯାଇଥିଲା। ତାପରେ ପୁଣି ତାକୁ ମରାମତି କରିଥିଲେ। ଆଉ ଏବେ ମର୍ଜାତିପୁର ପୋଲ ପାଖରେ ଲୁହା ଏଙ୍ଗେଲ ଯେଉଁ ଜଏଣ୍ଟ ଜାଗାରେ ଦିଆଯାଇଛି ସେଟା ପୁରା ଖୋଲି ପଡ଼ିଛି। ଖୋଲି ପଡ଼ିକିରି ପାଖାପାଖି ଉପରକୁ ପାଖାପାଖି 6 ଇଞ୍ଚ ଖଣ୍ଡେ ପୁରା ଟେକି ହେଇକି ରହୁଛି, ଯାହାକି ବାଇକ୍ ଚାଳକ ହେଉ କିମ୍ବା ଆମର 4 ଚକିଆ ଯାନ ପାଇଁ ବିପଦ ସୃଷ୍ଟି ହୋଇଛି। ବାରମ୍ବାର ଏପରି ଘଟୁଥିଲେ ମଧ୍ୟ ଆଉ NH ବିଭାଗୀୟ ଅଧିକାରୀ ଏହା ଉପରେ କୌଣସି ଦୃଷ୍ଟି ଦେଉନାହାନ୍ତି, ଯାହାଦ୍ୱାରା କି ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଏହି ଧନଜୀବନ ନଷ୍ଟ ହେବା ପୂର୍ବରୁ ଏହାର ମରାମତି କରାଗଲେ ଲୋକମାନେ ଉପକୃତ ହେବେ।